ଆମର ଅନରେବୁଲ ସିଏମ୍ ଯିଏ ତ ଆମର ସେଇଟା ତା ଜଜମେଣ୍ଟ ଆସିଲା କି ତାର ପ୍ରିଲିମ୍ କରାଯିବ ହେଲା, ପ୍ରିଲିମ୍ କରାଯିବ, ପ୍ରିଲିମ୍ ପରେ ମେନ୍ସ କରାଯିବ। ତ ଏଇ ଯେଉଁ ଜଜମେଣ୍ଟଟା ଆସିଲା ଏଇଟା କେବେ ଆସିଲା ଜାଣିଛନ୍ତି? ଏଇଟା ଆସିଲା ଅକ୍ଟୋବର 16ରେ। ମେ 15ରେ ଏକ୍ଜାମ୍ ହେଇଥିଲା ମେନ୍ସ ଏକ୍ଜାମ୍, ସେଇଟାକୁ କ୍ୟାନସଲ୍ କରାଗଲା। ଅକ୍ଟୋବର 16ରେ ଆସିଲା କି ହଁ ପ୍ରିଲିମ୍ କରାଯିବ। ପୁଣି କ'ଣ ନା ଓସିଏସ୍କୁ ଡିରେକ୍ସନ୍ ଦିଆଗଲା 3 ମାସ ଭିତରେ ପୁରା ମାନେ ପ୍ରୋସିଜିଓର ଶେଷ କରିବା ପାଇଁ। 3 ମାସ ଭିତରେ ପ୍ରିଲିମ୍ ହେବ, ମେନ୍ସ ହେବ, ଯାହା ଡକୁମେଣ୍ଟ ଭେରିଫିକେସନ୍ ଯାହା ବି ରହିଲା ସବୁ। ସେଠି କ'ଣ କରାଗଲା, ଯେତେବେଳେ ଅକ୍ଟୋବର 16ରେ ଯେତେବେଳେ ଏଇଭଳି ନୋଟିସ୍ ମାନେ ଜଜମେଣ୍ଟ ଆସିଲା, ତ ସେଇ ଅକ୍ଟୋବର 26ରେ ନୋଟିସ୍ ଓଏସ୍ଏସ୍ସି ନୋଟିସ୍ ବାହାର କଲା କି ଆମର ନଭେମ୍ବର 16ରେ ପ୍ରିଲିମ୍ କରିବ, ମାନେ 20 ଦିନ। ମାନେ ଭାବନ୍ତୁ ଯେଉଁ ପିଲା ଲାଷ୍ଟ 5 ଇୟର୍ ହେଲା ପ୍ରିଲିମ୍ ଦେଉନାହାନ୍ତି, ମାନେ ଲାଷ୍ଟ 5 ଇୟର୍ ଯାହା ବି ରିକ୍ରୁଟମେଣ୍ଟ ହେଉଛି ଏଲ୍ଟିଆର୍ ହିନ୍ଦୀ କିମ୍ବା ସାଂସ୍କ୍ରିଟ୍ର ପ୍ରିଲିମ୍ ସେମାନଙ୍କର ହୁଏନି। ପ୍ରିଲିମ୍ ପାଇଁ ସେମାନେ ପଢ଼ିବାର ନାହିଁ, ସେମାନେ କେବଳ ହିନ୍ଦୀ ପଢ଼ନ୍ତି। ତାଙ୍କର ଅକ୍ଟୋବର 26ରେ ମାନେ ନୋଟିସ୍ ଆସିଲା କି ନଭେମ୍ବର 16ରେ ଏକ୍ଜାମ୍ ହେବ, ପ୍ରିଲିମ୍ ଏକ୍ଜାମ୍, ଯେଉଁଥିରେ କି ସିଲାବସ୍ ଆମର ନର୍ମାଲ୍ ଯେମିତି ସିଜିଏଲ୍ ଥାଏ, ତ ସେଇଭଳି ସିଲାବସ୍ ସବୁ ରହିବ। ତ 20 ଦିନ ମିଳିଲା ସମୟ। ହଁ ଆମେ ଏଇଟା ମାନିବା ଦରକାର, ମୁଁ କହିବି ଓକେ। ତ 20 ଦିନ ତାଙ୍କୁ ସମୟ ମିଳିଲା, ତ 20 ଦିନ ସମୟରେ ସେମାନେ ଯାହା ବି ପଢ଼ିକି ଯାହା ଏକ୍ଜାମ୍ ଦେଲେ ତାଙ୍କର କଟଅଫ୍ଟା ଯେଉଁ ଆପଣମାନେ ଦେଖିଲେ କି ଯାହାର 1 ଯାଇଛି, ଗୋଟେ 2 3 ଏମିତି ଯାଇଛି କଟଅଫ୍, ପ୍ରିଲିମ୍ କଟଅଫ୍। ତ ମୋ କହିବା କଥା ଫାର୍ଷ୍ଟ କଥା ହେଲା ସେମାନଙ୍କୁ ପ୍ରିଲିମ୍ରେ ତାଙ୍କର ହିନ୍ଦୀ ନାହିଁ, ସେମାନେ ହିନ୍ଦୀ ମେନ୍ସ ପାଇଁ କେବଳ ପଢ଼ନ୍ତି, ତାଙ୍କର ପ୍ରିଲିମ୍ ପ୍ରାୟ ହୁଏନି, ହେଇନି ଲାଷ୍ଟ 5 ଇୟର୍ରେ ପ୍ରିଲିମ୍ ହେଇନି ତାଙ୍କର। ତାପରେ ଗୋଟେ କଥା, କିନ୍ତୁ ଯାହା ବି ହେଲା ଏଇ ଯେଉଁ ଚାଲିଛି ବର୍ତ୍ତମାନ ସୋସିଆଲ ମିଡ଼ିଆଟା କ'ଣ ପାଇଁ